ଏହି ତିନି ଲୋକଙ୍କୁ କେବେ ବି ଦୟା କରନ୍ତୁ ନାହିଁ। ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ କେବଳ ରାଜନୈତିକ କୂଟନୀତି ବ୍ୟାଖ୍ୟା କରିନାହାନ୍ତି, ବରଂ ଦୈନନ୍ଦିନ ଜୀବନରେ ଉପଯୋଗୀ ମୌଳିକ ଜିନିଷଗୁଡ଼ିକ ବିଷୟରେ ମଧ୍ୟ କହିଛନ୍ତି। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜୀବନରେ ଏହି ତିନି ଜଣଙ୍କୁ କେବେ ବି ସାହାଯ୍ୟ କରିବା ଉଚିତ ନୁହେଁ। ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ ସେହି ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚରିତ୍ରହୀନ ମହିଳା। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଦୁଷ୍ଟ ସ୍ୱଭାବ, ଅପରିଷ୍କାର ଚରିତ୍ର ଏବଂ ଅନ୍ୟମାନଙ୍କୁ ଅପମାନ କରୁଥିବା ମହିଳାଙ୍କୁ କେବେ ବି ସାହାଯ୍ୟ କରିବା ଉଚିତ ନୁହେଁ। ସେ ତୁମର ସାହାଯ୍ୟର ଅପବ୍ୟବହାର କରିପାରେ। ତୁମେ ଏପରି ମହିଳାଙ୍କୁ ଦୟା ଦେଖାଇ ସାହାଯ୍ୟ କରିବା ଏବଂ ଏହା ତୁମ ପାଇଁ ବୋଝ ହେବ। ଏପରି ମହିଳା ସମାଜ ପାଇଁ ଏକ ବିଷାକ୍ତ ସାପ ସଦୃଶ। ଏପରି ମହିଳା ତାଙ୍କର ଭବିଷ୍ୟତର ପିଲାମାନଙ୍କୁ ଏହି ଗୁଣଗୁଡ଼ିକ ପ୍ରଦାନ କରନ୍ତି ଏବଂ ଭବିଷ୍ୟତରେ ସେମାନେ ମଧ୍ୟ ସମାଜରେ ଏହି ପରମ୍ପରାକୁ ଆଗକୁ ବଢ଼ାନ୍ତି। ଏପରି ମହିଳା କେବଳ ଟଙ୍କା ପ୍ରତି ଆକର୍ଷିତ ହୁଅନ୍ତି, ଯିଏ କେବେ ବି ତୁମକୁ ଦରକାର ସମୟରେ ସାହାଯ୍ୟ କରିବ ନାହିଁ। ମୂର୍ଖ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ମୂର୍ଖକୁ ଉପଦେଶ ଦେବା ଆପଣଙ୍କ ସମୟର ସମ୍ପୂର୍ଣ୍ଣ ଅପଚୟ। ଜଣେ ମୂର୍ଖ ବ୍ୟକ୍ତି ଯୁକ୍ତି ଦ୍ୱାରା ତୁମକୁ ପରାସ୍ତ କରିବାକୁ ଚେଷ୍ଟା କରିବ। ସେ ନିଜ ସ୍ୱାର୍ଥ ପାଇଁ ତୁମର ପ୍ରତ୍ୟେକ କଥାକୁ ନିଜର ଅହଙ୍କାର ଭାବରେ ଗ୍ରହଣ କରିବ ଏବଂ ତୁମର ଶତ୍ରୁ ହୋଇଯିବ। କେବଳ ମୂର୍ଖ ଲୋକଙ୍କ ସହିତ କଥା ହୋଇ ତୁମେ ମାନସିକ ଚାପ ଅନୁଭବ କରିବ। ତଥାପି ଯଦି ତୁମେ ନିଜକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛ, ତେବେ ତୁମେ ଜଣେ ମୂର୍ଖ ସହିତ ବନ୍ଧୁତା କରିପାରିବ। ଏହା କରି ତୁମେ କେବଳ ଯନ୍ତ୍ରଣା ପାଇବ। ସବୁବେଳେ ଦୁଃଖୀ ରହୁଥିବା ବ୍ୟକ୍ତି। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ବୁଦ୍ଧିମାନ ବ୍ୟକ୍ତି ଅନ୍ୟମାନଙ୍କୁ କିପରି ଖୁସି ରଖିବେ ତାହା ମଧ୍ୟ ଜାଣନ୍ତି। ବରଂ ତୁମ ଚାରିପାଖରେ ଏପରି ଅନେକ ଲୋକ ଥିବେ ଯେଉଁମାନେ ସବୁବେଳେ ଦୁଃଖିତ ଏବଂ କାନ୍ଦୁଥିବେ। ଏପରି ଲୋକମାନେ ସେମାନଙ୍କର ସୁଖକୁ ମଧ୍ୟ ଉପଭୋଗ କରିପାରନ୍ତି ନାହିଁ ଏବଂ ସବୁବେଳେ କାନ୍ଦିବାକୁ ଲାଗିଥାନ୍ତି। ଅୟଥା କାନ୍ଦିବା ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ବିରକ୍ତ କରେ। ଯେଉଁମାନେ ସବୁବେଳେ ଶୋକ କରନ୍ତି, ସେମାନେ ଅନ୍ୟମାନଙ୍କ ଖୁସିରେ ଈର୍ଷା କରନ୍ତି ଏବଂ ସେମାନଙ୍କ ହୃଦୟରେ ସେମାନଙ୍କ ପ୍ରତି ଖରାପ ଭାବନା ମଧ୍ୟ ଥାଏ। ଏପରି ଲୋକଙ୍କଠାରୁ ସର୍ବଦା ଦୂରରେ ରୁହନ୍ତୁ, କାରଣ ସେମାନେ କେବଳ ଦୁଃଖୀ ହେବାର ଅଭିନୟ କରନ୍ତି ନାହିଁ, ବରଂ ଆପଣଙ୍କୁ ଏକ ନକାରାତ୍ମକ ପରିବେଶକୁ ନେଇଯାଆନ୍ତି। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।